ବିଜେଡି ଶାସନ କାଳରେ ଚାଟୁକାରଙ୍କ ଦୁର୍ନୀତିର ଗୁମର ଖୋଲିଲେ ଗ୍ରାମବାସୀ। ହଁ, ଜଗତସିଂହପୁର ବ୍ଲକ ଅଧୀନ ପଲ୍ଲୀ ପଞ୍ଚାୟତରେ ବିଜେଡିର ଦୀର୍ଘ 25 ବର୍ଷରେ କିଭଳି ଅନ୍ଧାରୀ ହିଟଲର ଶାସନ କରୁଥିଲେ, ସରକାର ବଦଳିବା ପରେ ଦୁର୍ନୀତିଖୋରଙ୍କ ଗୁମର ଖୋଲିଲେ ଗ୍ରାମବାସୀ। ବିଜେଡି ଶାସନ କାଳରେ ପଲ୍ଲୀ ପଞ୍ଚାୟତରେ ହୋଇଛି ମହାଘୋଟାଲା, ଯାହା ଏବେ ଦାଣ୍ଡରେ ପଡ଼ି ହାଟରେ ପଡ଼ିଲାଣି। ପୂର୍ବତନ ବିଜେଡି ବିଧାୟକଙ୍କ ଛତ୍ରଛାୟାତଳେ ରହି ଖୋଦ୍ ଜଣେ ବିଜେଡି ୱାର୍ଡ ମେମ୍ବର ପଞ୍ଚାୟତ କାର୍ଯ୍ୟାଳୟ ଅଫିସ୍ ନିକଟରେ ଥିବା ସରକାରୀ ଜମି ହାତେଇଥିବା ବେଳେ ପଞ୍ଚାୟତରେ କିଛି ବିଜେଡିର ଚାଟୁକାର ନେତା ନିମ୍ନମାନର କାମ କରି ସରକାରୀ ଅର୍ଥ ଲୁଟ୍ କରିଛନ୍ତି ଏବଂ ପଞ୍ଚାୟତରେ ଗରିବ ହିତାଧିକାରୀ ବାଦ ପଡ଼ି ବିଭିନ୍ନ କୋଟିପତି ଦଳୀୟ ଭିତ୍ତିରେ ରାସନ କାର୍ଡ ହାତେଇଛନ୍ତି ଓ ଅନେକ ଝାଟିମାଟି ଘରେ ଖରା ବର୍ଷା ସହିତ ପଡ଼ିଥିବା ବେଳେ ଅଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ପାଇଛନ୍ତି। ଏଭଳିକି ସରକାରୀ କେନାଲ ବନ୍ଧରେ ପରିବା ଚାଷ ଓ ଗୁଆ ନଡ଼ିଆ ଚାଷ କରିବା ସହିତ କେନାଲ ଅବରୋଧ କରି ଚାଷୀଙ୍କୁ ନାଲି ଆଖି ଦେଖାଉଛନ୍ତି। ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ବିଜେଡି ପଲଙ୍କରେ ଶୋଇକି ଘୁଙ୍ଗୁଡ଼ି ମାରୁଥିଲେ। ବର୍ତ୍ତମାନ ବିଜେଡିର ଅନ୍ତ ହେବା ପରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ନବନିର୍ବାଚିତ ବିଧାୟକ ଅମରେନ୍ଦ୍ର ଦାସ ଆସିବା ପରେ ଗ୍ରାମବାସୀଙ୍କ ମନରେ ଅସୀମ ସାହସ ଓ ବଳ ଭରି ଦେଇଛି, ଯାହାକୁ ନେଇ ପଲ୍ଲୀ ପଞ୍ଚାୟତରେ ବିଜେଡିର ଦୁର୍ନୀତିଖୋରଙ୍କ ମୁଖାକୁ ଗ୍ରାମବାସୀ ମିଡିଆ ଆଗରେ ସବୁ ଖୋଲି ଦେଇଛନ୍ତି। ଅନ୍ୟପଟେ କିଛି ବିଜେଡିର ଚାଟୁକାର କର୍ମୀ ଦୁର୍ନୀତିରୁ ବଞ୍ଚିବା ପାଇଁ କିଛି ନିର୍ଦ୍ଦିଷ୍ଟ ମିଡିଆକୁ ଢାଲ କରି ନିଜକୁ ବିଜେପିର କର୍ମକର୍ତ୍ତା ଦେଖାଇ ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ସରକାରୀ ଜମି ଉଚ୍ଛେଦ ପାଇଁ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ଚିଠି କରିଥିବା ଘଟଣା ଚାରିଆଡ଼େ ପ୍ରଚାରିତ ହେବା ପରେ ପଲ୍ଲୀ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି। ଆଜ୍ଞା, ମୋ ଘର ବଡ଼ଦଡ଼ିଲ 5 ନମ୍ବର ୱାର୍ଡର। ଆପଣ କ'ଣ ଅଛି? ମୁଁ ୱାର୍ଡ ମୋର ଠିଆ ହେଇଥିଲି ଆଜ୍ଞା, 2 ଖଣ୍ଡ 3 ଖଣ୍ଡ ଭୋଟ୍ରେ ହାରିଯାଇଛି। ହଁ, ମୁଁ ଆଜ୍ଞା ସେଇ ସତ ଚାହୁଁଛି କେମିତି ଏଠି ଆମର ଗୋଦାମ ଫୋଦାମ ହେବା ପାଇଁକା, ଆଉ ଏଠି କିଛି ହେଇପାରୁନି। ଆମର ଏଠି ମଧ୍ୟ ଏଠି ଗଭର୍ଣ୍ଣମେଣ୍ଟ ଜାଗା ଥାଇ କୌଣସି ପ୍ରକାର କିଛି କରେଇ ଦେଉନଥିଲେ, ଆଉ ଏଇଟା କେମିତି ହେବା ପାଇଁକା ଆମେ ସେ ଚାହୁଁଛୁ। ଆମର ବେଶୀ କହିବା କ'ଣ କହିବୁ, ଆମେ ସେ ଆମେ ସରକାରଙ୍କୁ ଆମେ ଜଣାଉଛୁ ଆମର ଏଇଟା କେମିତି ହେବା ପାଇଁକା ଏଠି ଆମେ ସେଇ ଯୋଗାଯୋଗ କରୁଛୁ। ଆଉ ଆଜ୍ଞା, ଆମ ଘର ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁର ବ୍ଲକର ପଲ୍ଲୀ ପଞ୍ଚାୟତରେ ପଲ୍ଲୀ ଗ୍ରାମର 4 ନମ୍ବର ୱାର୍ଡ଼। କ'ଣ ରହିଛି ଅଭିଯୋଗ? ରବିନାରାୟଣ ସେଠି ଆମର ସରକାରୀ ଜମି କିଛି ଆଗରୁ ପୂର୍ବରୁ ଯିଏ ଥିଲେ ଆମର ଶାସକ ଦଳ କିଛି ଲୋକ ତାକୁ ଅଧିଗ୍ରହଣ କରିଛନ୍ତି। ଆମର ଏଠି ସରକାରୀ କିଛି କାର୍ଯ୍ୟକ୍ରମ ହୋଇପାରୁନି, ଜାଗା ଥାଇକି ମଧ୍ୟ ଆମେ ଜାଗା ଆମ ପିଲାମାନଙ୍କର ଏଠି ଗ୍ରାମବାସୀ ଅଭିଯୋଗ ରହୁଛି ଗୋଟେ ସରକାରୀ ପଞ୍ଚାୟତ ଅଫିସ୍ ପରେ ଗୋଦାମ ଗୋଟେ ନାହିଁ। ଆମେ କିନ୍ତୁ ଚାହୁଁଛୁ ଆମ ପଞ୍ଚାୟତ ଗୋଦାମ ଗୋଟେ ଜାଗା ଥାଇ ମଧ୍ୟ କିଛି ବାହୁବଳ ନେତାଙ୍କ ବଳରେ ଆଜି ଦେଖନ୍ତୁ ଆପଣ ସାମ୍ନାରେ କେମିତି ଅଧିଗ୍ରହଣ କରୁଛନ୍ତି। ଆମେ ଚାହୁଁଛୁ କେମିତି ସରକାରଙ୍କ ଜଣେଇକି ଆମର ମାନ୍ୟବର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସଙ୍କୁ ବି ଜଣାଉଛୁ, ଏହାଦ୍ୱାରା କିଛି ଆମକୁ ଗ୍ରାମବାସୀ ଉପକୃତ ମଧ୍ୟ ହେବ, ଯଦି ନ୍ୟାୟ ଠିକ୍ ମିଳିବ। ନାଇଁ ସେମିତି ନୁହଁ, ଆମର ବିଧାୟକ ଉପରେ ପୂର୍ଣ୍ଣ ଭରସା ଅଛି ଏବଂ ଡିପାର୍ଟମେଣ୍ଟ ଉପରେ ପୂର୍ଣ୍ଣ ଭରସା ଅଛି, ଆଉ ଗ୍ରାମବାସୀ ମଧ୍ୟ ଏଥିରେ ଆମକୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆମେ ଚାହୁଁଛୁ କେମିତି ସଠିକ୍ ନ୍ୟାୟ ହେବ, କାହାକୁ ଜବରଦସ୍ତି ଉଠି କରିବାର ଆମ ଉଦ୍ଦେଶ୍ୟ ନୁହେଁ। କିନ୍ତୁ ଆମେ ଜାଣୁଛୁ ଯେ ପୂର୍ବାପୁରୁଷରୁ ଏଇଟା 50 ବର୍ଷ ତଳେ ଆମର ଅଗ୍ନି ଉତ୍ସବ ଜାଗା ଥିଲା, କିନ୍ତୁ ବର୍ତ୍ତମାନ ଏଇଟା କରାଯାଇଛି। ବର୍ତ୍ତମାନ ଆପଣ ଏଇଟା କରାଯାଇଛି ସରକାର ଦେଖୁଛନ୍ତି ଆପଣ ଆଗରେ, ଆଉ କହିବୁ କ'ଣ ଆଜ୍ଞା? ତ ଆପଣଙ୍କ ଦାବି କ'ଣ ରହୁଛି? ଦାବି ରହୁଛି ଆମକୁ ଉଚିତ ନ୍ୟାୟ ମିଳୁ, ସେ ଜାଗାର ମପାମପି କରାଯାଉ ମାନ୍ୟବର ତହସିଲଦାରଙ୍କ ଦ୍ୱାରା, ସେଟା ମପାମପି କରିକି ଠିକ୍ ଜାଗା ଠିକ୍ ପ୍ରାପ୍ୟ ମିଳୁ, ଉଚିତ ଲୋକ ଉଚିତ ଲେବଲକୁ ଓ ଗ୍ରାମର ଉନ୍ନତି କାମ କରାଯାଉ। ଆମର କୌଣସି ଆପତ୍ତି ନାହିଁ। ସେଟା କହିବେ। ମୁଁ ମହେଶ୍ୱର ମହାନ୍ତି ପଲ୍ଲୀ ପଞ୍ଚାୟତରୁ କହୁଛି, ବଡ଼ଦୋଳ ମୌଜା ୱାର୍ଡ଼ ନମ୍ବର 5। ଆମର ଏଠି ଭାରି ଅସୁବିଧାରେ ଆମେ ରହିଛୁ, ଯାହାକି ପଞ୍ଚାୟତ ଅଫିସ୍ ଅଛି କିନ୍ତୁ ଏଠି ବ୍ୟାଙ୍କ ନାହିଁ। ବ୍ୟାଙ୍କ ଅନ୍ୟ ଆଡ଼େ ଅଛି। ଯେଉଁମାନେ ବୁଢ଼ା ବୁଢ଼ୀ ସେମାନେ ଭତ୍ତା ପାଇବାକୁ କ'ଣ ଯିବେ ଏତେ ବାଟ ଆଣିବା ପାଇଁ, କିନ୍ତୁ ସରକାରଙ୍କ ନିୟମ ଅଛି ଏଠି ପଞ୍ଚାୟତ ଅଫିସରେ ବ୍ୟାଙ୍କ କରିବା କଥା। ତାକୁ କରେଇଲେ ନାହିଁ, ଦୂରକୁ ନେଇଗଲେ। ପଞ୍ଚାୟତରେ ଅଛି ଜାଗା ଅଛି କି ବ୍ୟାଙ୍କ କରିବା ପାଇଁ? ହଁ, ଜାଗା ଏଇ ତ ଜାଗା ପଡ଼ିଛି, ଗଭର୍ଣ୍ଣମେଣ୍ଟ ଜାଗା ପଡ଼ିଛି, ଏଇ ଗଭର୍ଣ୍ଣମେଣ୍ଟ ଜାଗା ପଡ଼ିଛି, ଏଥର ବି କରାଗଲା ନାହିଁ। ସେ ତ ଅବଶ୍ୟ ୱାର୍ଡ଼ ମେମ୍ବରମାନଙ୍କୁ ଧରିକିରି ସିଙ୍ଗିପୁର ଗୋଟେ ସ୍କୁଲରେ ନେଇ କରୁଛନ୍ତି। କିନ୍ତୁ ଆମେ ଚାହୁଁଛୁ ଯେ ଆମ ପଞ୍ଚାୟତ ସରକାର କହୁଛନ୍ତି ପଞ୍ଚାୟତ କରିବା ପାଇଁ, ପଞ୍ଚାୟତ କରୁନାହାନ୍ତି। 2, ଆମ କେନାଲ ବନ୍ଧ, ଆମେ ଚାଷୀ ଲୋକ ଚାଷ କରିବୁ, କେନାଲ ବନ୍ଧ ସବୁ ଦଖଲ କରିଗଲେଣି ଲୋକ, ବାଇଗଣଠୁ ସବୁ ଫସଲ ପଛପଛ କଲେଣି, ଆଉ ଲୋକ ଗାଡ଼ି ମଟର ଯାଇପାରିବ ନାହିଁ। ତେଣୁ ସରକାର ସେ ବିଷୟରେ କି ନିଘା ନାହିଁ। ତାହେଲେ ଆମେ ଚାଷୀ ଚାଷ କେମିତି କରିବୁ? ସେ ବିଷୟରେ ସରକାର ତା'ର କିଛି ପ୍ରତିକାର କରନ୍ତୁ। 3, ଯେଉଁ କାମ ଗୁଡ଼ାକ ବିଜେଡ଼ି ସରକାର କରିଛନ୍ତି ସବୁ ନିମ୍ନମାନର କାମ, ସେ କାମ ଆଜି ଚାହିଁଲେ କାଲି ଭାଙ୍ଗିଯିବ। 10 ଥର ସେ ରିପେୟାରିଂ ହେଇସାରିଲାଣି। ତେଣୁ ଏଗୁଡ଼ା କେମିତି ଶୀଘ୍ର ଇନକ୍ୱାରି 2-3 ଦିନ ହେଲାଣି ଗଭର୍ଣ୍ଣମେଣ୍ଟ ନିୟମ କଲେ ଯେ ସରକାରଙ୍କ ଜାଗା ଯେଉଁମାନେ ଦଖଲ କରିଛନ୍ତି ସେ ବାଡ଼ ଦିଆଯିବ, ବୋର୍ଡ଼ ମରାଯିବ, ଏ ସବୁ ଛାଡ଼, କିନ୍ତୁ ସେମାନେ ଜବରଦଖଲ କରି ଛାଡ଼ୁନାହାନ୍ତି। ତା'ର ପ୍ରତିକାର କରାଯାଉ। ରାଜ୍ୟ ସରକାରଙ୍କୁ ଆମେ ନିବେଦନ କରୁଛୁ ଯେ ଏହାର ତଦାରଖ କରାଯାଇ
ସବୁ କାର୍ଯ୍ୟଟା ଠିକ୍ କରାଯାଉ ଆଉ। ଅଜୟ ମହାନ୍ତି ସେ କ'ଣ ଅଛନ୍ତି? ସେ ୱାର୍ଡ଼ ମେମ୍ବର ପଲ୍ଲୀ କରନ୍ତୁ, ଏଠି ଗୋଦାମ ଘରଟା ହଉ, ତାପରେ ନାଳର କାର୍ଯ୍ୟଟା କରାଯାଉ। ନାଳ ପାଣି ଚାଷୀ ନେବେ, ଚାଷ ଦେଶ ବଞ୍ଚେଇଛି ଚାଷୀ, କିନ୍ତୁ ନାଳ ଆଜି ବନ୍ଦ ହେବାକୁ ବସିଲାଣି। ତାପରେ ନାଳରେ କୌଣସି ଶଙ୍ଖ ନାହିଁ, ଲୋକ ଯିବା ଆସିବା କରିବା ପାଇଁ ଗୋଟେ ପୋଲ ଦେଉନାହାନ୍ତି, ଏଠି ଭାରି ଅସୁବିଧାରେ ଆମେ ପଡ଼ିଛୁ। ଆଉ ଆପଣ ତ କହିଲେ ବ୍ୟାଙ୍କ କଥା, ଏ ଘର ତ ଦେଖୁଛନ୍ତି, ଆଗ ଘର ଅଛନ୍ତି ସବୁ ନିମ୍ନମାନ ହେଇକିରି ପଇସା ବ୍ଲାକ୍ ହେଇଛି ଆଉ। ଏକଦମ ଦେଖନ୍ତୁ ଭୂତ ସବୁ ବଙ୍କା ହେଇକି ରହିଛି। ହଁ କରିଦେବା ବୋଲି କହିକି ଆସୁନାହାନ୍ତି। ପରିଚୟଟା କହିବେ? ମୁଁ ଶାରଦା ପ୍ରସନ୍ନ ମହାନ୍ତି, ଏ ପଲ୍ଲୀ ଗାଁର ଅଧିବାସୀ। ଏଇଟା ଯେଉଁ ଆମର ପୂର୍ବତନ ବିଧାୟକ ଥିଲେ, ତାଙ୍କରି କେତେକ ଚେଲା ଚାମୁଣ୍ଡା ଏ କାମ ସବୁ ଆଣି ସବୁଯାକ ଯେତେକ ରଦ୍ଦି କାମ ସବୁ କରି ପଇସା ଖାଇଛନ୍ତି ଆଉ। ସେଗୁଡ଼ା ଆମେ ଅବଜେକ୍ସନ୍ କରୁଥିଲୁ, କରୁନା ପରେ ଆଉ ସେମାନେ ଶୁଣୁନଥିଲେ। ବର୍ତ୍ତମାନ ସେ କ'ଣ ହେଉଛି, ସରକାର ଚେଞ୍ଜ ହେଇଗଲା। ସରକାର ଚେଞ୍ଜ ହେଇଗଲା ପରେ ଆମେ ମାନେ ଏଟାକୁ ଇଏ କରୁଛୁ, ଅଭିଯୋଗ କରୁଛୁ। ସରକାର ଜାଗାକୁ ଜବରଦଖଲ ବହୁତ ଦିନ ଆଗରୁ ହେଇଛି। ଆଜ୍ଞା, ଏ ବିଷୟରେ ଆଗରୁ କେବେ ଅଭିଯୋଗ କରିଥିଲେ? କରାଯାଇଛି, ଆଜ କରାଯାଇଛି। ଇଏ କର୍ଣ୍ଣପାତ ଦେଉନଥିଲେ, କାହିଁକିନା ସେ ଯେଉଁ ପୂର୍ବତନ ବିଧାୟକ ତାଙ୍କୁ ପୁରା ଛତ୍ରଛାୟା ତଳେ ସେମାନେ ରହୁଥିଲେ ଆଉ। ବର୍ତ୍ତମାନ କ'ଣ ଦାବି ରଖୁଛନ୍ତି? ଆମେ ଦାବି ରଖୁଛୁ ଆର ଅନୁସନ୍ଧାନ ଭଲ ଭାବରେ କରାଯାଉ ସରକାରୀ ସ୍ତରରେ। ଯାହା ଯାହା ଗୋଦାମ ଘର ତାର ବିଷୟରେ ଟିକେ କ'ଣ ଘର କରାଯିବ ସରକାରୀ ଜାଗା ଉପରେ। ହଁ, ଦଖଲ ଜଣେ ବ୍ୟକ୍ତି ସେ କାବୁଲା ମହାନ୍ତି, ତାକୁ ଆମେ ଯେତିକି ଶୁଣିବାକୁ ପାଉଛୁ ସିଏ ତାକୁ ଜବରଦଖଲ କରିଯାଇଛି। ପୁଣି ସେ ବିଜେଡ଼ି ପାର୍ଟିର ସମର୍ଥକ ସଭ୍ୟ, ୱାର୍ଡ଼ ମେମ୍ବର ମଧ୍ୟ ଅଛି। ସିଏ ତାକୁ ତାଙ୍କର ଯେଉଁ ପୂର୍ବତନ ପାର୍ଟି ପାୱାରରେ ଥିଲାବେଳେ ସିଏ ତାକୁ ପୁରା ଜବରଦଖଲ କରି ରଖିଛନ୍ତି। ସେବେଠୁ ତାଙ୍କୁ କେତେ କହିଲେ ମଧ୍ୟ ସେମାନେ ଛାଡ଼ୁନାହାନ୍ତି ଆଉ। ସେଠି ଆମର ଗ୍ରାମର ଅଗ୍ନି ଉତ୍ସବ ହେଉଥିଲା, ସେ ତାକୁ ଭେଡ଼ା ଫେଡ଼ା ବୁଝିକିରି ବର୍ତ୍ତମାନ ଆକ୍ୱାର କରି ନେଇଛନ୍ତି ଆଉ। ଆମର ଗାଁର କେତେ ଜଣ ସେ ପ୍ରଶାନ୍ତ ମୁଦୁଲିର ଚାମଚା ଆଉ, ଯେଉଁ ପୂର୍ବତନ ବିଧାୟକ ଯେଉଁ ପ୍ରଶାନ୍ତ ମୁଦୁଲ ଥିଲେ ତାଙ୍କର କେତେ ଜଣ ଚାମଚା ଏଗୁଡ଼ା ସବୁ କ୍ରିଏଟ୍ କରିଛନ୍ତି ଆଉ। ହେଇଛି ରାସନ କାର୍ଡ଼ ଯେଉଁ ଡିଷ୍ଟ୍ରିବ୍ୟୁସନ୍ କରିଛନ୍ତି, ସେ ଡିଷ୍ଟ୍ରିବ୍ୟୁସନ୍ ଭିତରେ ବହୁତ ଲୋକଙ୍କର ମାନେ ସେମାନେ ପାଇବା ପାଇଁ ଆକ୍ଚୁଆଲ ବିବେଚିତ ନୁହନ୍ତି। ମାତ୍ର ସେମାନଙ୍କୁ ବାରମ୍ବାର ଆମେ କହିବା ସତ୍ତ୍ୱେ ମଧ୍ୟ ତାଙ୍କ ରାସନ କାର୍ଡ଼ ରଦ୍ଦ କରାହେଉନି, ଆଉ ସେମାନଙ୍କୁ ଦିଆଯାଇଛି। କୋଠା ଘର ଜମି ବାଡ଼ି ସବୁ ଥାଇକିରି ମଧ୍ୟ ସେମାନଙ୍କୁ ଦିଆଯାଇଛି। ଘର ଯେଉଁ ଆବାସ ଯୋଜନା ତା ଦେହରେ ମଧ୍ୟ ବହୁତ ଲୋକଙ୍କୁ ଦିଆଯାଇଛି, କିନ୍ତୁ ଯେଉଁ ଲୋକ ଆଜି ଭଙ୍ଗା ଘରେ ରହିଛନ୍ତି ସେମାନଙ୍କୁ ମଧ୍ୟ କିଛି ସାହାଯ୍ୟ ସହଯୋଗ ନାହିଁ। ଆପଣଙ୍କ ଦାବି କ'ଣ ରହୁଛି? ଆମର ଦାବି ହେଉଛି ସରକାରଙ୍କ ପାଖରେ, ଆମର MLAଙ୍କ ପାଖରେ, ଯେ ଏଟାର ପୁରା ତଦାରଖ କରାଯାଉ। ମାନେ ଆଡ଼ମିନିଷ୍ଟ୍ରେସନ୍ ଲେବୁଲ୍ରେ ଏଗୁଡ଼ା ସବୁ ଭେରିଫିକେସନ୍ କରି କ'ଣ ଆର ଅନିୟମତା ଅଛି ଆମେ ସେଗୁଡ଼ା ସବୁ ଦେଖେଇବୁ। ଦେଖେଇଲା ପରେ ତାପରେ ଆକ୍ସନ୍ ନିଆଯିବ। ଆଉ ଆମର ଗୋଟେ ଫଙ୍କସନ୍ ଏଠି ହୁଏ ପ୍ରତ୍ୟେକ ରଜ ସମୟରେ। ସେମାନଙ୍କର ଦବଦବା ଥିଲା, ଦୀର୍ଘ ଦିନ ହେଲାଣି ସେମାନେ ଶାସନ କରୁଥିଲେ, ତାଙ୍କର ଗ୍ରୁପ୍ ସବୁ କରୁଥିଲେ। କିନ୍ତୁ ଏଥର ବିଜେପି ସଂଗଠନ ତରଫରୁ ସେ ରଜ ମହୋତ୍ସବ ଆମେ କରିଲୁ। କିନ୍ତୁ ଆମ ଗାଁର ଜଣେ ଲୋକ, 2 ଜଣ ବ୍ୟକ୍ତି ତାକୁ ସେ ରିପୋର୍ଟରଙ୍କୁ ଧରିକିରି ସେ ଟିଭି ନା ସେ ଗୋଟେ ନିର୍ଦ୍ଦିଷ୍ଟ ଟିଭିକି ଧରିକିରି ତାଙ୍କ ନାଁରେ ସବୁ ସେଗୁଡ଼ା ସବୁ ବାହାର କରିଛନ୍ତି। ଆଉ ଏହାର କିନ୍ତୁ ଆୟୋଜନ ଆମେ କରିଥିଲୁ, ବିଜେପି ପାର୍ଟି ଲୋକ କରିଥିଲୁ, ତାଙ୍କର କିଛି ଏଠି କଣ୍ଟ୍ରିବ୍ୟୁସନ୍ ନାହିଁ। ଆଜି ପର୍ଯ୍ୟନ୍ତ ସେଇଟା ହାଇମ୍ ଚଲେଇ ଯାଇଛନ୍ତି ଏ ଗାଁ ଭିତରେ। ଆଉ ସେ ଗାଁକୁ ସେ ତାଙ୍କର ହାଇମ୍କୁ ମଧ୍ୟ ଆମେ ବରଦାସ୍ତ କରିବୁନି। କିନ୍ତୁ ଆମେ ଜଣେଇ ଦେଉଛୁ ମିଡ଼ିଆ ଆଗରେ ଯେ ଯଦି ଆ ପରେ ସେମାନେ ଏଗୁଡ଼ା ସବୁ କରିବାକୁ ଚେଷ୍ଟା କରିବେ, ତାର ଅବସ୍ଥା ଯାହା ହେବା କଥା ହେବ ଆଉ। ମାନେ ଆମର ସ୍ଥାନୀୟ ପ୍ରଶାସନ ତା ପାଇଁ ଦାୟୀ ରହିବ।